Hello everyone, welcome back to my channel History and History. ପିଲାମାନେ ଆଜି ଆମେ ଆଲୋଚନା କରିବା +3 5th ସେମିଷ୍ଟରର ହିଷ୍ଟ୍ରି ଅନର୍ସର କୋର୍ ପେପର 11। এই କୋର୍ ପେପର 11ଟା ରହିଛି ହିଷ୍ଟ୍ରି ଅଫ୍ ମଡର୍ନ ୟୁରୋପ 1। এই ହିଷ୍ଟ୍ରି ଅଫ୍ ମଡର୍ନ ୟୁରୋପ 1ର ମୁଁ 3ଟା ଭିଡ଼ିଓ ଆପଲୋଡ଼ କରିଦେଇଛି, ତୁମେ ଯାଇକି ଆଗ ତାକୁ ଦେଖିଦେବ। କାହିଁକିନା ସେଇ ଭିଡ଼ିଓ ଏଇ ଭିଡ଼ିଓ ସହିତ ତାର କନେକ୍ସନ୍ ଅଛି ବା ଲିଙ୍କ୍ ଅଛି। ଯଦି ତୁମେ ଆଗ ସେଇ ଭିଡ଼ିଓଟା ନ ଦେଖିବ ତାହେଲେ এই ଭିଡ଼ିଓଟା କିଛି ତୁମେ ବୁଝିପାରିବ ନାହିଁ। ସେଥିରେ ମୁଁ ଯେହେତୁ ୟୁନିଟ୍ 1ର ସବୁ ଭିଡ଼ିଓଟା ଆପଲୋଡ଼ କରିଛି ତ ତୁମେ ତାକୁ ଆଗ ଯାଇକି ଦେଖିଦେବ। ଆଜି ଆମେ ଆଲୋଚନା କରିବା ତୁମର ୟୁନିଟ୍ 2। এই ୟୁନିଟ୍ର 2ର ତୁମର କ'ଣ ଦେଇଛି ନା ନେପୋଲିଅନ୍ ବୋନାପାର୍ଟଙ୍କର ଉତ୍ଥାନ। ନେପୋଲିଅନ୍ ବୋନାପାର୍ଟ ଯେତେବେଳେ ତୁମର ଫ୍ରାନ୍ସର ଆଗମନ ହେଲା ବା ସିଏ ଯେତେବେଳେ ଶାସନ କରିବା ଆରମ୍ଭ କଲେ, କିଭଳି ଭାବରେ ସିଏ କନସଲିଡେସନ୍ କଲେ ସେ ବିଷୟରେ ଆଜି ଆମେ ଆଲୋଚନା କରିବା। ମୁଁ ଏଇଥିପାଇଁ ତୁମକୁ କହୁଛି ଯେ ତୁମେ ଫାଷ୍ଟ ଭିଡ଼ିଓଟା ଦେଖିବ, କାହିଁକିନା ସେଇଥିରେ ଆମେ ଫାଷ୍ଟ ଆଲୋଚନା କରିଛୁ ଫରାସୀ ରାଷ୍ଟ୍ର ବିପ୍ଳବ କେମିତି ହେଲା, ଫରାସୀ ରାଷ୍ଟ୍ର ବିପ୍ଳବର ବିଭିନ୍ନ ସ୍ତର, ତାପରେ ଆମେ ଆଲୋଚନା କରିଛୁ ତୁମର ଯେଉଁ ବୌଦ୍ଧିକ ଜାଗରଣ ହେଲା ସେ ବିଷୟରେ ମଧ୍ୟ ମୁଁ ଆଲୋଚନା କରିଛି। ଯେହେତୁ ସେଇ ଭିଡ଼ିଓଟା ଏଇ ଭିଡ଼ିଓ ସହିତ ଲିଙ୍କ୍ ଅଛି ତ ତାକୁ ଆଗ ଦେଖ, ତାପରେ ଯାଇକି ତୁମେ ନେପୋଲିଅନ୍ ବୋନାପାର୍ଟଙ୍କର କେମିତି ଉତ୍ଥାନ ହେଲା ଯାଇକି ପଢ଼ିବ। ତ এই ভিডিওটা ଯେଉଁମାନେ ଅଲରେଡ଼ି ଦେଖିସାରିଛ ତ ସେଇମାନଙ୍କ ପାଇଁ, ଆଉ ଯେଉଁମାନେ ଦେଖିନାହ ଆଗ ସେ ଭିଡ଼ିଓକୁ ଦେଖ, ତାପରେ ଯାଇକି এই ଭିଡ଼ିଓକୁ ଦେଖିଲେ ତୁମେ ବୁଝିପାରିବ। ତ ନେପୋଲିଅନ୍ ବୋନାପାର୍ଟଙ୍କର ଉତ୍ଥାନ ମୁଁ କ୍ରୋନୋଲୋଜିରେ ଟିକେ କହିଦେଉଛି ଯେ ଯେତେବେଳେ ତୁମର ଫରାସୀ ରାଷ୍ଟ୍ର ବିପ୍ଳବ ହେଲା ସେହି ସମୟରେ ବିଭିନ୍ନ ତୁମର ଆସିଲେ ହେଉଛି ଇଣ୍ଟେଲେକ୍ଚୁଆଲ ମାନେ ଯେଉଁମାନେ କି ପ୍ରତିବାଦ କରିବା ଆରମ୍ଭ କଲେ, ଏବଂ ତୁମର ଯେଉଁ ମିଡିଲ୍ କ୍ଲାସ୍ ଗୋଟେ ଷ୍ଟାର୍ଟ ହେଇଥିଲା ବର୍ଜୁଆ କ୍ଲାସ୍, ସେମାନେ ମଧ୍ୟ ପ୍ରତିକ୍ରିୟା କରିବା ଆରମ୍ଭ କଲେ। এইଭଳି ଭାବରେ ଯେତେବେଳେ ଫ୍ରାନ୍ସର ତୁମର ବିଭିନ୍ନ ଅରାଜକତା ଦେଖା ଦେଇଥିଲା ସେହି ସମୟରେ ଏମାନେ ସବୁ ସ୍ୱର ଉତ୍ତୋଳନ କରିବା ଆରମ୍ଭ କଲେ ଏବଂ ତାର ପରବର୍ତ୍ତୀ ଷ୍ଟେଜ୍ରେ ତୁମର ନେପୋଲିଅନ୍ ବୋନାପାର୍ଟଙ୍କର ଉତ୍ଥାନ ହେଉଛି। ତ ଦେଖ ଏଇଠି ଆମେ ଆଜି ଆଲୋଚନା କରିବା ନେପୋଲିଅନ୍ ବୋନାପାର୍ଟଙ୍କ ବିଷୟରେ। ଫାଷ୍ଟ କ'ଣ କହୁଛି ଦେଖ, 1797ରୁ 1799 ମସିହାରେ ପ୍ରତିକ୍ରିୟାଶୀଳ ପର୍ଯ୍ୟାୟରେ ଫ୍ରାନ୍ସରେ ନେପୋଲିଅନ୍ ବୋନାପାର୍ଟଙ୍କର ଉତ୍ଥାନ ହେଲା। ଟାଇମ୍ ପିରିୟଡ଼ଟାକୁ ମନେ ରଖ, କେବେ ନା 1797ରୁ 1799ରେ ତୁମର ଗୋଟେ ସେଇ ଟାଇମ୍ଟା ଥିଲା ଏମିତି ସମୟ ଯେଉଁ ସମୟରେ କି ରାଜାଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ ଆରମ୍ଭ ହେଉଥିଲା। ସେହି ସମୟରେ ତୁମର ନେପୋଲିଅନ୍ ବୋନାପାର୍ଟଙ୍କର ଉତ୍ଥାନ ହେଲା ଏବଂ 1795 ମସିହାରେ ଏହି ସମୟରେ ଫରାସୀ ସାମ୍ରାଜ୍ୟର କମାଣ ବାହିନୀର ମୁଖ୍ୟ ଭାବରେ କାର୍ଯ୍ୟ ଆରମ୍ଭ କରି ପରବର୍ତ୍ତୀ ସମୟରେ ନେପୋଲିଅନ୍ ବୋନାପାର୍ଟ ଫ୍ରାନ୍ସର ସମ୍ରାଟ ଭାବରେ ପରିଚିତ ହେଲେ। ତ ଏଇଠୁ ତୁମେ ସ୍ପଷ୍ଟ ଭାବରେ ଜାଣିପାରିଲ ଯେ ଯେତେବେଳେ ନେପୋଲିଅନ୍ ବୋନାପାର୍ଟ ଫାଷ୍ଟ ଷ୍ଟାର୍ଟିଂ କରିଥିଲେ ତାଙ୍କ କ୍ୟାରିୟର କେଉଁ ହିସାବର ନା ଜଣେ କମାଣ ବାହିନୀ ହିସାବରେ ଆରମ୍ଭ କରିଥିଲେ ଏବଂ ତାର ପରବର୍ତ୍ତୀ ସମୟରେ ସିଏ କ'ଣ ହେଲେ ନା ସମ୍ରାଟ ଭାବରେ ପରିଚିତ ହେଲେ। ମାନେ ତୁମେ ଗୋଟେ ଇମାଜିନ୍ କରିକି ଦେଖ, ସାମାନ୍ୟ ଯୋଦ୍ଧାରୁ ଯାଇକି ଗୋଟିଏ ରାଜ୍ୟ ସମ୍ଭାଳିବା ବା ଗୋଟିଏ ଦେଶ ସମ୍ଭାଳିବା କେତେ ମୁସ୍କିଲ ତାଙ୍କ ପାଇଁ ହେଇଥିବ ଏବଂ ତାଙ୍କୁ କେତେ ଷ୍ଟ୍ରଗଲ୍ କରିବା ପାଇଁ ପଡ଼ିଥିବ। ଏଇଠି ଟିକେ ପିଲାମାନେ ଦେଖ, ଏଇଟା ମୋର ଲେଖିବାର ମିଷ୍ଟେକ୍ ହେଇଯାଇଛି, ଏଇଟା 1900 ନିଏ, ଏଇଟା 1700 ହେବ। 1796 ମସିହାରେ ଇଟାଲୀକୁ ଆକ୍ରମଣ କରି ଏବଂ 1798 ମସିହାରେ ମିଶରକୁ ଆକ୍ରମଣ କଲା ପରେ ପରିଶେଷରେ ଫ୍ରାନ୍ସର 3 ଜଣ ଶକ୍ତିଶାଳୀ ମୁଖ୍ୟ ବା ଏଇଟା କନସଲ୍ ଲେଖା ହେଇଛି, କନସଲ୍ମାନଙ୍କ ମଧ୍ୟରୁ ଜଣେ ହେଇ ଫ୍ରାନ୍ସକୁ ଏକ ସୁଦୃଢ଼ ଶାସନ ଦେଇପାରିଥିଲେ ଏବଂ ଶକ୍ତିଶାଳୀ ଶାସନ କରିପାରିଥିଲେ। ମାନେ ଯେତେବେଳେ ସିଏ କନସଲିଡେସନ୍ ଫେଜ୍ ଆରମ୍ଭ କଲେ, କନସଲିଡେସନ୍ ତୁମେ ବୁଝିପାରୁଛ ତ, ଗୋଟେ ହେଉଛି ଏକ୍ସପାନ୍ସନ୍ ଆଉ ଗୋଟେ ହେଉଛି କନସଲିଡେସନ୍। ଏକ୍ସପାନ୍ସନ୍ ମାନେ ତୁମେ ବିଭିନ୍ନ ଏରିଆକୁ ଆକ୍ରମଣ କରିବ ବାରମ୍ବାର। କନସଲିଡେସନ୍ ମାନେ ତୁମ ପାଖରେ ଯେତିକି ଅଛି ସେତିକିକୁ ନେଇକି ତୁମେ ଗୋଟେ ମାନେ ଦୃଢ଼ ରାଷ୍ଟ୍ର ତିଆରି କରିବ। ତ ଇଏ ବେଶୀ ମାନେ ଯୁଦ୍ଧ କରିବା ମାନେ ପରିସ୍ଥିତିର ନଥିଲେ, କାହିଁକିନା ଯେହେତୁ ସେତେବେଳକୁ ଫରାସୀ ରାଷ୍ଟ୍ର ବିପ୍ଳବ ଷ୍ଟାର୍ଟ ହେଇଯାଇଥିଲା ତ ଇଏ ଯୁଦ୍ଧ କରିବାର ମାନେ ଗୁରୁତ୍ୱ ଦେଉନଥିଲେ, ଇଏ କନସଲିଡେସନ୍ କରୁଥିଲେ, ମାନେ କିଭଳି ଭାବରେ ତାଙ୍କର ରାଜ୍ୟକୁ એકତ୍ରିତ କରିବେ ବା ଦେଶକୁ એકତ୍ରିତ କରିବେ ସେଇ ଚିନ୍ତାରେ ଇଏ ଥିଲେ। ତ ଏଇଠି ତୁମେ ଦେଖିଲ ଯେ ସିଏ 1796ରେ ଇଟାଲୀକୁ ଆକ୍ରମଣ କରୁଛନ୍ତି, 1798ରେ ମିଶରକୁ ଆକ୍ରମଣ କରୁଛନ୍ତି ଏବଂ ପରବର୍ତ୍ତୀ ସମୟରେ ସିଏ 3 ଜଣ କନସଲ୍ଙ୍କ ମଧ୍ୟରୁ ଜଣେ ହେଇ ତାଙ୍କର ଶାସନ କରିବା ଆରମ୍ଭ କରୁଛନ୍ତି। ତାପରେ ଦେଖ କ'ଣ କହୁଛି, ଫ୍ରାନ୍ସର 3 ବର୍ଷିଆ ତୁମର ସମ୍ବିଧାନ। ଫ୍ରାନ୍ସର 3 ବର୍ଷିଆ ସମ୍ବିଧାନ କ୍ୱେଶ୍ଚନ୍ ଆସିବ କିଏ ପ୍ରଣୟନ କରିଥିଲେ। ତ ଫ୍ରାନ୍ସର 3 ବର୍ଷିଆ ସମ୍ବିଧାନ ତୁମର ଏଇ ନେପୋଲିଅନ୍ ବୋନାପାର୍ଟ ଇଣ୍ଟ୍ରୋଡ୍ୟୁସ୍ କରିଥିଲେ। ଦେଖ କ'ଣ କହୁଛି, ପ୍ରତିକ୍ରିୟାଶୀଳ ପର୍ଯ୍ୟାୟରେ ପ୍ରଥମ ପାହାଚ ଥିଲା ଫ୍ରାନ୍ସର 3 ବର୍ଷିଆ ସମ୍ବିଧାନର ପ୍ରଣୟନ। ମାନେ ସେହି ସମୟର ଯେଉଁ ଘଡ଼ିସନ୍ଧି ମୁହୂର୍ତ୍ତଟା ଚାଲିଥିଲା ସେହି ସମୟର ତାଙ୍କର ଗୁରୁତ୍ୱପୂର୍ଣ୍ଣ କାମ କ'ଣ ଥିଲା ନା 3 ବର୍ଷିଆ ସମ୍ବିଧାନ ପ୍ରଣୟନ କରିବା। କାହାର ନା ନେପୋଲିଅନ୍ ବୋନାପାର୍ଟଙ୍କର। ଏବଂ ଏଥିରେ ଥିବା ବିଭିନ୍ନ ନିୟମାବଳୀ ଗୁଡ଼ିକୁ ଆମେ ଆଲୋଚନା କରିବା। ଫାଷ୍ଟ ଦେଖ କ'ଣ ନିୟମାବଳୀ ଥିଲା ଏଇ ତୁମର ଯେଉଁ 3 ବର୍ଷିଆ ଥିଲା ସମ୍ବିଧାନ। ଏଇଠି ଦେଖ କହୁଛି, ଏହା ଏକ 2
सदन विशिष्ट व्यवस्थापक सभा दुईटा सदन थिला होची प्रथम सदनटी थिला पंच परिषद जार सदस्य संख्या थिले 500 एवं प्रत्येक सदस्य 30 वर्ष होइथिबा दरकार तमे जानि पारलो जे सेथिर दुईटी सदन रहउथिला गोटिए सदन जोटा कि प्रथम सदनटी थिला कोन ना पंच परिषद जार सदस्य संख्या केते रहउथिले ना 500 एवं प्रत्येक सेटर जे 500टा व्यक्ति तांकर एज 30 वर्षर ऊपर को रहिबार थिला तापरे कहूची द्वितीय सदनटी हेउची वयोज्येष्ठ परिषद एहार सदस्य संख्या 250 एवं एहार माने जे हबे माने सदस्य तांको 42 वर्षर ऊर्ध्व वयस्क होइथिबा दरकार वयोज्येष्ठ परिषद लोक माननकु एक भिटो क्षमता दिया जाइतिला एही परिषदटा को तमरो गोटे भिटो क्षमता मध्ये दिया जाइतिला से माने गोटिए वर्ष पर्यंत पंच परिषद द्वारा जाइथिबा कोनोसी प्रस्ताव को से माने अटकाई पारुथिले माने एई जो तमरो पंच परिषद फास्ट ग्रुपटा थिले से माने जदी कोनोसी प्रस्ताव दउचंती ए माने सेटा को कोन करूथिले ना अटकाई मध्ये पारुथिले किए ना ई वयोज्येष्ठ परिषदटा बुझी होची नेक्स्ट देखिबा नेक्स्ट कहूची कार्यनिर्वाही क्षमता अधिकारी माने 5 जन सदस्य विशिष्ट डायरेक्टर के माध्यम रे कार्य करूथिले बुझी पारलो तुमर जो कार्यनिर्वाही क्षमता अधिकारी माने रही जो 5 जन सदस्य विशिष्ट तुमर डायरेक्टरी माध्यम रे कार्य करूथिले एवं एही सदस्य मानक बयस 40 वर्ष रे ऊर्ध्व होइथिबा दरकार एवं प्रत्येक वर्ष तुमर जणे जणे अवसर करूथिले बुझियला आउ गोटे गुरुत्वपूर्ण जिनस देख डिमिर गठन ए क्वेश्चनटा आसे जे डिमिर कोन एटा को पिला माने मन रखिबो डिमिर कोन ना डिमिर होउची संविधान रो एक स्थायी सभा बुझी होउची जहा को मुख्य उद्देश्य थिला फ्रांस रो जातीय सम्मेलनी सम्मान को अत्यंत किछि समय पई स्थायी करबा ए डिमिर कोन गोटे संविधान थिला संविधान रो एक स्थायी सभा जोटा कि कोन करूथिला ना फ्रांस रो जातीय सम्मेलनी को माने जेहेतु सेते बेले गोटे क्रिटिकल सिचुएशन आसी जाइतिला तो सेही समय को किछि मात्रा रे माने ताको दृढ़ करिया पई ए डिमिर गठन करा जाइतिला एवं एहा सहित फ्रांस रो विभिन्न प्रकार रो तमर जो रहिछि जो प्रशिक्षण विद्यालय आईन और भेषज विद्यालय जातीय पाठागार पॉलिटेक्निक स्कूल आदि गठन करी एई गुडा प्रति माने ध्यान देउतला माने गठन करूतला एवं से गुडी प्रति मध्य ध्यान देउतला किए ना ए डिमिर एई भली भाबरे करी तमरो नेपोलियन बोनापार्ट तांकर कार्यधारा आरंभ करितले ये जस्ट गुटे इंट्रोडक्शन थिला पिला माने तो आकु तमे पढ़िबो आ परे हमें डिटेल्स रे आलोचना करिबा जे तांकर जन्म कोठी हेइतला तांक बापा की मां की आ विषय मु कहि नै तो आ गुटे वीडियो मु भाबुची नेपोलियन बोनापार्ट को विषय रे तयारी करमी जोटे कि गुटे शॉर्ट नोट टाइप रो हबो सेथरो हमें नेपोलियन बोनापार्ट को विषय रे पूरा डिटेल्स आलोचना करबा एटा गुटे जस्ट केवल तांक विषय रे माने तांकर माने अवदान कोन थिला मु सेटा खाली आलोचना कर देछि वीडियोटा को तमे फुल देखिबो जदि एथरे किछि डाउट हुए मते कमेंट रे तमे पछाडिबो वीडियो जदि भल लागिबो गुटे लाइक करिवो शेयर करिवो तम संग मानको सब्सक्राइब करिया पई जम्मा भूलिबोनी थैंक्स फॉर वाचिंग।